ସମସ୍ତଙ୍କୁ ନମସ୍କାର। ଆଜି ଆମେ ଆମ ପରିବେଶ ପାଠ ଆମ ବିଚିତ୍ର ବିଶ୍ୱର ପଡ଼ୋଶୀ ମାନଙ୍କୁ ଜାଣିବା ତାର ଅଭ୍ୟାସ ଆମେ କରିବା। ଅଭ୍ୟାସ ଯୋଉ ପ୍ରଶ୍ନାବଳୀ ଦେଇଛି ଆସ ଚିନ୍ତା କରିବା ତାର ଆମେ ଆଜି ସମାଧାନ କରିବା। କଣ କଣ ପ୍ରଶ୍ନ ରହିଛି ଦେଖିବା ଆଉ ତାର ଉତ୍ତର ସବୁ ଲେଖିବା। ତ ପ୍ରଥମ ପ୍ରଶ୍ନ ଦେଇଛି କଳ୍ପନା କର ଯେ ତୁମ ପାଖରେ ଗୋଟିଏ ମାସରେ ଖର୍ଚ୍ଚ କରିବା ପାଇଁ 100 ଟଙ୍କା ଅଛି। ଏଥିରୁ କିପରି ଉପଯୁକ୍ତ ଖର୍ଚ୍ଚ ଓ ସଞ୍ଚୟ କରିବ ତାର ଯୋଜନା କରିବା ପାଇଁ ତୁମକୁ କାମ ଦିଆଗଲା। ଯେଉଁଥିରେ ପ୍ରସାଧନ ସାମଗ୍ରୀ, ଖାଦ୍ୟ, ଖେଳଣା ଇତ୍ୟାଦି ପାଇଁ ତୁମର ଖର୍ଚ୍ଚ ବିଷୟରେ ଚିନ୍ତା କର ଆଉ ନିଷ୍ପତ୍ତି ନିଅ। ତୁମେ ତୁମର ସଞ୍ଚୟ ବାକ୍ସରେ କେତେ ସଞ୍ଚୟ କରିବ ଓ କେତେ ତୁମର ଖର୍ଚ୍ଚ ପାଇଁ ବ୍ୟବହାର କରିବ। ଏହି ଯୋଜନା ତିଆରି କରିବା ପରେ ଟଙ୍କା ସଞ୍ଚୟ ତୁମକୁ କିପରି ସାହାଯ୍ୟ କରିବ ସେ ବିଷୟରେ ଚିନ୍ତା କରିବା ପାଇଁ ଏଠି କୁହାଯାଇଛି। ତ ଗୋଟେ ଆୟ ବ୍ୟୟ ଅଟକଳ କରିବା ପାଇଁ ତୁମକୁ ଏଠି ପ୍ରଶ୍ନ ଦେଇଛି। ଠିକ ଅଛି, ତାହେଲେ ଦେଖିବା ଆମେ କିପରି ତାର ଆୟ ବ୍ୟୟ ଅଟକଳ କରିବା। ତ ଏଠି ଦେଖ ପ୍ରଥମେ ରହିଲା ସଞ୍ଚୟ, ଯୋଉଟା 30 ଟଙ୍କା ତୁମେ ସଞ୍ଚୟ କଲ କଣ ପାଇଁ ନା ଭବିଷ୍ୟତରେ କୌଣସି ଜରୁରୀ କାମରେ ବା ଭଲ ବହି କିଣିବା ପାଇଁ ଏହି ଟଙ୍କା ଆମକୁ ସାହାଯ୍ୟ କରିବ। ଭବିଷ୍ୟତରେ କୌଣସି ଜରୁରୀ ପରିସ୍ଥିତି ଆସିବ, ଆମେ ଯେଉଁ ଟଙ୍କାକୁ ସଞ୍ଚୟ ରଖିଥିବା ସେଇଟା ଆମର ସେଠି କାମରେ ଆସିବ। ଯଦି ଆମେ ଟଙ୍କା ସଞ୍ଚୟ ନ କରିଥିବା ତାହେଲେ ଭବିଷ୍ୟତରେ ତାହା ଆମର କାମରେ ଆସିବ ନାହିଁ। ତାପରେ ଆସିଲା ଖର୍ଚ୍ଚ। ଖର୍ଚ୍ଚ ପାଇଁ କେତେ ଟଙ୍କା ରଖିଛ ନା 70 ଟଙ୍କା। ସେଥିରେ ଆମେ କଣ କରିବା ନା ଆମର ଯାହା କିଛି ବି ଆବଶ୍ୟକୀୟ ଜିନିଷ ରହେ, ଯେମିତି ଟିଫିନ ହେଲା, ପାଠ ପଢା ସାମଗ୍ରୀ ହେଲା, ଖେଳନା ହେଲା କିମ୍ବା ଅନ୍ୟାନ୍ୟ ଯୋଉ ସାମଗ୍ରୀ ଆମର ଆବଶ୍ୟକ, ଖାତା ବହି କଲମ ଯାହା କିଛି ଆମର ଆବଶ୍ୟକତା ରହିଛି ସେଥିରେ ଆମେ ତାର ବିନିଯୋଗ କରିବା। କାରଣ ଆମର ଖର୍ଚ୍ଚ ବି ଦରକାର, ସଞ୍ଚୟ ବି ଆବଶ୍ୟକ ଅଛି। ସଞ୍ଚୟ ରହିଲା ଭବିଷ୍ୟତ ପାଇଁ ଆଉ ଖର୍ଚ୍ଚ ଆମର ବର୍ତ୍ତମାନର ଯାହା ଆମର ଆବଶ୍ୟକତା ରହିଛି ସେ ଆବଶ୍ୟକତାକୁ ପୂରଣ କରିବା ପାଇଁ ବର୍ତ୍ତମାନ ଆମେ ଖର୍ଚ୍ଚ କରିବା। ତାହେଲେ ଟଙ୍କା ସଞ୍ଚୟ ଆମକୁ କିପରି ସାହାଯ୍ୟ କରିବ ଦେଖ। ପ୍ରଥମେ ହେଲା ନା ଆତ୍ମନିର୍ଭରଶୀଳତା। ଯଦି ମୋତେ କିଛି ନୂଆ ଜିନିଷ କିଣିବାକୁ ଇଚ୍ଛା ହେବ ତେବେ ସବୁବେଳେ ଅନ୍ୟ ଉପରେ ନିର୍ଭର କରିବାକୁ ପଡିବ ନାହିଁ। କାରଣ ଯେତେବେଳେ ନୂଆ ଜିନିଷ କିଛି ଆମ ପସନ୍ଦ ଆସିବ, ଯଦି ଆମ ପାଖରେ ଟଙ୍କା ନଥିବ ଆମ କଣ କରିବାକୁ ପଡିବ, ଅନ୍ୟ ଉପରେ ନିର୍ଭର ହବାକୁ ପଡିବ, ଅନ୍ୟଠୁ ପଇସା ଆଣିବାକୁ ପଡିବ। ତେଣୁ ସେ କ୍ଷେତ୍ରରେ ଆମେ କଣ କରିବା ନା ନିଜେ ଟଙ୍କା ସଞ୍ଚୟ କରିବା ଆଉ ଅନ୍ୟ ଠାରୁ ଆମେ ମାଗିବା ନାହିଁ। ଠିକ ଅଛି। ତା ସହିତ ଜରୁରୀ କାଳୀନ ପରିସ୍ଥିତି, ଯଦି ହଠାତ୍ କିଛି ଖାତା କଲମ ସରିଯାଏ ତେବେ ମୁଁ ମୋ ସଞ୍ଚୟ ବାକ୍ସରୁ ଟଙ୍କା ନେଇ ତାହା କିଣିପାରିବି। ହଠାତ୍ ସରିଗଲା, ବାପା ଘରେ ଅଛନ୍ତି, ତମେ ସ୍କୁଲରେ ଅଛ, ତାହେଲେ କଣ କରିବ, ଯୋଉ ସଞ୍ଚୟ ତମେ କରିଥିବ ସେଇ ଟଙ୍କାକୁ ନେଇ ତମେ କଣ କରିପାରିବ ନା ନିଜ ପାଇଁ ଖାତା କଲମ ଇତ୍ୟାଦି ତୁମେ କିଣି ପାରିବ। ହଠାତ୍ ତମର ବାପା ସାଙ୍ଗେ ସାଙ୍ଗେ ତମକୁ ପଇସା ଦେଇପାରିବେନି ନା, ତମେ ଯଦି ସ୍କୁଲରେ ଥିବ ସରିଯିବ ଖାତା, ତ ହଠାତ୍ ତମେ କଣ କରିବ ଯାଇ ସାଙ୍ଗେ ସାଙ୍ଗେ ସେଇଠୁ କିଣିକି ଆଣି ପାରିବ ଜରୁରୀ ପରିସ୍ଥିତିରେ। ତା ସହିତ ଉତ୍ସବ ପାଳନ। ନିଜ ସଞ୍ଚୟ ଟଙ୍କାରେ ମୁଁ ମୋ ସାଙ୍ଗ ବା ପରିବାର ଲୋକଙ୍କ ପାଇଁ ଛୋଟ ଉପହାର କିଣି ଖୁସି ପାଇପାରିବି। କାରଣ ଉପହାର ଦେଲେ ସମସ୍ତେ ଖୁସି ହୁଅନ୍ତି। ଯଦି ତମେ ଛୋଟ ଛୋଟ ଉପହାର ହଉ ପଛେ ତୁମେ ତମ ସଞ୍ଚୟ ଟଙ୍କା ଯଦି ଅନ୍ୟକୁ ଦବ ସେମାନେ ତମ ଉପରେ ଖୁସି ହେବେ, ତୁମ ଗୁରୁଜନ ମାନେ ତୁମକୁ ଆଶୀର୍ବାଦ ଦେବେ, ସାଙ୍ଗମାନେ ମଧ୍ୟ ଅତ୍ୟନ୍ତ ପ୍ରସନ୍ନ ହେବେ। ଏବେ ଦେଖିବା 2 ନମ୍ବର ପ୍ରଶ୍ନ ଆମେ ଦେଖିବା। କଳ୍ପନା କର ଯେ ତୁମ ଗୋଷ୍ଠୀ ତୁମକୁ ପଡୋଶୀଙ୍କର ଉନ୍ନତିକରଣ ଦାୟିତ୍ୱ ପ୍ରଦାନ କରିଛି। ତୁମେ କେଉଁ ନୂତନ ସେବା କିମ୍ବା ସୁଯୋଗ ଦେଇପାରିବ ତାହା ଆଲୋଚନା କର। ଏହି ପରିବର୍ତ୍ତନ ଗୁଡିକ ଗୋଷ୍ଠୀର ସମସ୍ତଙ୍କୁ କିପରି ସାହାଯ୍ୟ କରିବ ତାହା ମଧ୍ୟ ଉପସ୍ଥାପନ କରିବ। ତେବେ ଦେଖିବା କଣ କଣ ଆମେ ସାହାଯ୍ୟ କରିବା। ପ୍ରଥମେ ହେଲା ଗୋଷ୍ଠୀ ଶିକ୍ଷା କେନ୍ଦ୍ର, ଯେଉଁଠି ପିଲାମାନଙ୍କ ପାଇଁ ଏକ ସାଧାରଣ ପାଠାଗାର ଓ ସନ୍ଧ୍ୟା ସମୟରେ ମାଗଣା ଶିକ୍ଷାଦାନର ବ୍ୟବସ୍ଥା ରହିବ। ବୁଝିଗଲା। ପ୍ରଥମେ ତୁମେ କଣ କରିବ ନା ସାଧାରଣ ପାଠାଗାର ଯୋଉଠି ସମସ୍ତେ ଯାଇ ପଢିପାରିବେ, ତା ସହିତ ସନ୍ଧ୍ୟା ସମୟରେ
ମାଗଣା ଶିକ୍ଷାଦାନ ଯଦି କିଏ ପଢିବାକୁ ଚାହୁଁଛନ୍ତି, ନିରକ୍ଷର ଲୋକ ଅଛନ୍ତି, ବୟସ ଅଧିକା ହେଇଯାଇଛି, ସେମାନେ ପଢିବା ପାଇଁ ଚାହୁଁଛନ୍ତି, ତାଙ୍କୁ ସେଠିକି ଡାକିବ, ତାଙ୍କୁ ମାଗଣା ଶିକ୍ଷାଦାନ ବ୍ୟବସ୍ଥା କରିବ। ତା ସହିତ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା, ପ୍ରତି ସପ୍ତାହରେ ପଡୋଶୀଙ୍କୁ ନେଇ ଏକ ସଫେଇ ଅଭିଯାନ ଏବଂ ଖାଲି ସ୍ଥାନରେ ବଗିଚା ବା ବୃକ୍ଷରୋପଣ କାର୍ଯ୍ୟକ୍ରମ କରିବ। ଠିକ ଅଛି, ଆମର କଣ ହବ, ପରିବେଶକୁ ସୁସ୍ଥ ଆଉ ପରିଷ୍କାର ରଖିବ। ଯେଉଁଠି ଆମର ପଡୋଶୀ ମାନଙ୍କ ସହାୟତା ନେଇ ଆମେ କଣ କରିବା, ଆମ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ଯାହା ଦ୍ୱାରା କୌଣସି ରୋଗ କାହାକୁ ହେବ ନାହିଁ। ତା ସହିତ ବୃକ୍ଷରୋପଣ ମଧ୍ୟ ଆମେ କରିବା, ଯାହା ଦ୍ୱାରା ଆମକୁ ବିଶୁଦ୍ଧ ବାୟୁ ମିଳିପାରିବ। ଆଉ କଣ କରିବା ନା ସାଧାରଣ ସ୍ୱାସ୍ଥ୍ୟ ପରାମର୍ଶ ଶିବିର କରିବା, ଯାହା ମାସକୁ ଥରେ ସ୍ଥାନୀୟ ଡାକ୍ତରଙ୍କ ସହାୟତାରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ସଭା ଆମେ କରିବା। ଯୋଉ ସ୍ଥାନୀୟ ଡାକ୍ତର ଥିବେ ତାଙ୍କ ସହାୟତାରେ ଆମେ ଏ କାର୍ଯ୍ୟ କରିବା। ଠିକ ଅଛି, ଯୋଉଠି ଲୋକମାନଙ୍କର କଣ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରିବା। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଶକ୍ତିକରଣ, ଯୋଉଠି ଆମର ଯୋଉ SHG ଗ୍ରୁପ କରାଯାଉଛି ମହିଳା ମାନଙ୍କର, ସେଇ ସ୍ଥାନରେ କଣ କରିବା ନା ମହିଳା ମାନଙ୍କୁ ବିଭିନ୍ନ ହସ୍ତଶିଳ୍ପ, ଛୋଟ ବ୍ୟବସାୟ ଶିଖାଇ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା। କାରଣ ଯେତେବେଳେ ସେମାନେ ବ୍ୟବସାୟ କରିବେ, ନିଜେ ରୋଜଗାର କରିବେ, ସେତେବେଳେ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ। ତେଣୁକରି ତାର ମଧ୍ୟ ବ୍ୟବସ୍ଥା କରିବା। ଏବେ ଆସ ଦେଖିବା ଆଉ ଗୋଟେ ପ୍ରଶ୍ନ। କୋଭିଡ-19 ସମୟରେ ତୁମ ଗୋଷ୍ଠୀ ଅନ୍ତର୍ଭୁକ୍ତ ପଡୋଶୀ ମାନଙ୍କୁ କେଉଁମାନେ ସାହାଯ୍ୟ କରିଥିଲେ? ବୟସ୍କ ମାନଙ୍କ ସାହାଯ୍ୟ ନେଇ ତାର ଏକ ତାଲିକା ପ୍ରସ୍ତୁତ କର। ଡାକ୍ତର, ନର୍ସ, ଆବର୍ଜନା ସଂଗ୍ରହକାରୀ, ଦୋକାନୀ, ଶିକ୍ଷକ ଓ ଅନ୍ୟମାନେ ଏଥିରେ ସାମିଲ ଥିଲେ। ସେମାନେ ଗୋଷ୍ଠୀକୁ କିପରି ନିରାପଦ ଓ ସୁରକ୍ଷିତ ରଖିଥିଲେ ସେ ସମ୍ପର୍କରେ ବୁଝି ସେମାନଙ୍କୁ ଧନ୍ୟବାଦ ଆମେ ପ୍ରଦାନ କରିବା। ଠିକ ଅଛି, ଦେଖ କିଏ ଆମକୁ କିପରି ସାହାଯ୍ୟ କରିଥିଲେ। ଡାକ୍ତର ଆଉ ନର୍ସ ମାନେ, ସେମାନେ ନିଜ ଜୀବନକୁ ପାଣି ଛଡାଇ ଅହୋରାତ୍ର ରୋଗୀଙ୍କ ସେବା କରିବା ସହ ଉପଯୁକ୍ତ ଚିକିତ୍ସା ଯୋଗାଇଥିଲେ। ଡାକ୍ତର ନର୍ସ ମାନେ ଥିଲେ, ସେମାନେ କଣ କରୁଥିଲେ ନା ଦିନ ନାହିଁ ରାତି ନାହିଁ ସବୁବେଳେ ରୋଗୀ ମାନଙ୍କ ସାଙ୍ଗରେ ଥିଲେ, ତାଙ୍କର ଚିକିତ୍ସା କରୁଥିଲେ, ତାଙ୍କୁ ଆବଶ୍ୟକୀୟ ମେଡିସିନ ଇଞ୍ଜେକ୍ସନ ଦେଇ ଦଉଥିଲେ, ଯେପରି ସେମାନେ ତାଙ୍କ ଜୀବନ ବଞ୍ଚାଇ ପାରିବେ। ତା ସହିତ ଆବର୍ଜନା ସଂଗ୍ରହକାରୀ କଣ କରୁଥିଲେ ନା ସହର ଓ ଗାଁର ପରିମଳ ବ୍ୟବସ୍ଥାକୁ ଠିକ ରଖି ରୋଗ ସଂକ୍ରମଣ ରୋକିବାରେ ସାହାଯ୍ୟ କରୁଥିଲେ। ଅର୍ଥାତ୍ ସେମାନେ ଆମ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖୁଥିଲେ, ଯାହା ଦ୍ୱାରା ରୋଗ ଜୀବାଣୁ ବ୍ୟାପିବାର ସମ୍ଭାବନା କମି ଯାଉଥିଲା। ତା ସହିତ କଣ ହଉଥିଲା ନା ଦୋକାନୀ ମାନେ କଣ କରୁଥିଲେ ନା ଲକଡାଉନ ସମୟରେ ମଧ୍ୟ ବିପଦକୁ ଖାତିର ନ କରି ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଓ ଔଷଧ ଯୋଗାଇ ଦଉଥିଲେ। ଯାହା ଯାହା ଆମର ଖାଦ୍ୟ ଥିଲା, ଔଷଧ ଥିଲା, ସେମାନେ ଆମକୁ ଯୋଗାଇ ଦଉଥିଲେ। ଯଦି ସେମାନେ ଯୋଗାଇ ନଥାନ୍ତେ ତ ଲକଡାଉନରେ ଆମେ ଖାଦ୍ୟ କୋଉଠୁ ପାଇଥାନ୍ତେ, ମେଡିସିନ କୋଉଠୁ ପାଇଥାନ୍ତେ? ତେଣୁ ସେମାନେ ଆମକୁ ସବୁ କିଛି ଯୋଗାଇ ଦେଇଥିଲେ। ସେହିପରି ଶିକ୍ଷକ ମାନେ କଣ କରିଥିଲେ ନା ଅନଲାଇନ ମାଧ୍ୟମରେ ପିଲାମାନଙ୍କ ପାଠ ପଢା ଜାରି ରଖିବା ସହିତ ଲୋକଙ୍କୁ କୋଭିଡ ନିୟମ ବିଷୟରେ ସଚେତନ କରାଇଥିଲେ। ତମର ଅନଲାଇନ କ୍ଲାସ ଚାଲୁଥିଲା କୋଭିଡ-19 ସମୟରେ, ତ ଶିକ୍ଷକ ମାନେ କଣ କରିଥିଲେ ନା ଅନଲାଇନ କ୍ଲାସ କରୁଥିଲେ। ପୋଲିସ ସେହିପରି କଣ କରିଥିଲେ ନା ତାଲାବନ୍ଦ ନିୟମକୁ କଡାକଡି ପାଳନ କରି ଲୋକଙ୍କୁ ସୁରକ୍ଷିତ ରଖିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ଯୋଉ ଲକଡାଉନ ଚାଲିଥିଲା, ଲକଡାଉନରେ କେହି ଯେମିତି ବାହାରକୁ ନ ବାହାରନ୍ତି, ଯେମିତି ରୋଗ ଜୀବାଣୁ ସଂକ୍ରମଣ ନ ହୁଏ, ସେଥିପ୍ରତି ଧ୍ୟାନ ଦେଇ ସେମାନେ କଣ କରିଥିଲେ ନା ନିୟମକୁ କଡାକଡି ଭାବେ ପାଳନ କରି ଚାରିଆଡେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ତ ଏମାନେ ସବୁ ଆମକୁ ବିଭିନ୍ନ କାର୍ଯ୍ୟରେ ବିଭିନ୍ନ ସମୟରେ ସହାୟତା ପ୍ରଦାନ କରିଥିଲେ। ତେବେ ଆସ କେତେକ ବ୍ୟକ୍ତିଙ୍କ ବିଷୟରେ ଦେଇ 4 ନମ୍ବର ପ୍ରଶ୍ନରେ ସେମାନେ କଣ କଣ ବ୍ୟବହାର କରନ୍ତି ସେ ସମ୍ପର୍କରେ ଆମେ ଲେଖିବା। ପ୍ରଥମେ ହେଲା ପୋଲିସ ଷ୍ଟେସନ। ପୋଲିସ ଷ୍ଟେସନ କଣ କଣ କରେ ନା ପୋଲିସ ଷ୍ଟେସନରେ ପୋଲିସ ଅଫିସର ଥାଆନ୍ତି, କନଷ୍ଟେବଲ ମାନେ ଥାଆନ୍ତି, ତା ସହିତ ପେଟ୍ରୋଲିଂ ଜିପ୍ ସେମାନେ ବ୍ୟବହାର କରିଥାନ୍ତି, ଯୋଉଥିରେ ସେମାନେ ଚାରିଆଡେ ବୁଲିକି ଦେଖନ୍ତି ତାଙ୍କ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ହଉଛି କି ନାହିଁ, ଲୋକମାନେ ସୁରକ୍ଷିତ ଅଛନ୍ତି କି ନାହିଁ। ତାପରେ ହେଲା ଡାକ୍ତରଖାନା। ଡାକ୍ତରଖାନା କିଏ ଥାଆନ୍ତି? ଡାକ୍ତର ଥାଆନ୍ତି, ନର୍ସ ଥାଆନ୍ତି, ତା ସହିତ ଆମ୍ବୁଲାନ୍ସ ଗାଡି ଥାଏ। ଆମ୍ବୁଲାନ୍ସ ଗାଡି କଣ କରେ? ରୋଗୀଙ୍କୁ ନେବା ଆଣିବାରେ
ସାହାଯ୍ୟ କରିଥାଏ ଆମ୍ବୁଲାନ୍ସ ଗାଡି। ସେହିପରି ନିଆଁ ଲିଭା କେନ୍ଦ୍ରରେ କୋଉମାନେ ଥାନ୍ତି? ଦମକଳ ବାହିନୀ କର୍ମଚାରୀ, ଫାୟାର ଫାଇଟର ଯାହାକୁ କୁହାଯାଏ, ସେମାନେ ସବୁ ସେଠି ଥାନ୍ତି, ଦମକଳ ବାହିନୀ କର୍ମଚାରୀ ଥାନ୍ତି। ତା ସହିତ ତାଙ୍କ ପାଖରେ ଥାଏ ନିଆଁ ଲିଭା ଗାଡି, ଯୋଉଥିରେ ପାଣି ପଶିକି ଥାଏ, ଆଉ ସେମାନେ ତାକୁ ନେଇ କଣ କରନ୍ତି? ଯେଉଁଠି ନିଆଁ ଲାଗିଥାଏ ସେଠି ସେମାନେ ପାଣି ପକାନ୍ତି ଆଉ ନିଆଁକୁ ଲିଭାଇ ଥାନ୍ତି। ତା ସହିତ ଉଦ୍ଧାରକାରୀ ଦଳ ମଧ୍ୟ ଦମକଳ ଅଫିସରେ ବା ନିଆଁ ଲିଭା ଅଫିସରେ, ନିଆଁ ଲିଭା କେନ୍ଦ୍ରରେ ଥାନ୍ତି। ଆଉ କୋଉଠି ଦେଖ, ପୋଷ୍ଟ ଅଫିସରେ କିଏ କିଏ ଥାନ୍ତି? ପୋଷ୍ଟ ମାଷ୍ଟର ଥାନ୍ତି, ଯିଏ ପୋଷ୍ଟ ଅଫିସରେ ସମସ୍ତ କାର୍ଯ୍ୟ ପରିଚାଳନା କରନ୍ତି। ତାପରେ ପୋଷ୍ଟମ୍ୟାନ ବା ଡାକବାଲା ମଧ୍ୟ ଥାନ୍ତି। ଆଉ ଡାକ ଗାଡି ଥାଏ, ଯେଉଁଥିରେ ଚିଠି ବନ୍ଧା ହେଇକି ସବୁ ଆସିଥାଏ। ତାପରେ ଦେଖ ପାଠାଗାର, ପାଠାଗାରରେ କୋଉମାନେ ଥାନ୍ତି? ନା ପାଠାଗାରରେ ଲାଇବ୍ରେରିଆନ ଥାନ୍ତି, ଯିଏକି ପାଠାଗାରର ସବୁ ପୁସ୍ତକର ହିସାବ ରଖିଥାନ୍ତି। ତା ସହିତ ପାଠକ ଆଉ ଛାତ୍ରଛାତ୍ରୀମାନେ ଥାନ୍ତି, ଯୋଉମାନେ ପାଠ ପଢିବେ ସେଠି ବହି, ସେମାନେ ସବୁ ଥାନ୍ତି ପାଠାଗାରରେ। ତା ସହିତ ପୁସ୍ତକ ସଂଗ୍ରହକାରୀ ଥାନ୍ତି, ଯିଏ ପୁସ୍ତକ ତାଙ୍କ ଠାରୁ ସଂଗ୍ରହ କରିବେ ସେ ବ୍ୟକ୍ତି ବିଶେଷ ମଧ୍ୟ ଥାନ୍ତି। ତ ଆମ ପରିବେଶରେ ଏଇ ସବୁ ବ୍ୟକ୍ତି ବିଶେଷ ମାନେ ଥାନ୍ତି, ଯୋଉମାନେ କି ଆମ ଜୀବନକୁ ସରଳ ସୁନ୍ଦର କରିବା ପାଇଁ ସବୁବେଳେ ଚେଷ୍ଟିତ ହୋଇ ରହିଥାନ୍ତି। ତେବେ ଆଜିର ଆଲୋଚନାକୁ ଆମେ ଏଇଠି ରଖିବା। ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।